ଯାଜପୁର ଜିଲ୍ଲା ଜଗତ ସାହୁ ପାଟଣା ଗ୍ରାମରେ ସ୍ୱାଧୀନତା ସଂଗ୍ରାମୀ ସ୍ମୃତି ସଂସଦ ପକ୍ଷରୁ ନେତାଜୀଙ୍କ 128ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ଉପେନ୍ଦ୍ରନାଥ ଶାରଦା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ବେଣୁଧର ଶରଣ, ସମ୍ମାନିତ ଅତିଥି ଭାବେ ଧର୍ମଶାଳା ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟାପକ ରାଧାରାମ ସାହୁ, ମୁଖ୍ୟ ବକ୍ତା ଭାବରେ ସର୍ବଭାରତୀୟ ଛାତ୍ର ସଂଗଠନର ପୂର୍ବତନ ସଭାପତି ଗଣେଶ କୁମାର ତ୍ରିପାଠୀ ପ୍ରମୁଖ ଯୋଗଦେଇ ନେତାଜୀଙ୍କ ଦେଶପ୍ରୀତି ଏବଂ ତାଙ୍କର ବହୁମୁଖୀ ଗୁଣାବଳୀ ଉପରେ ଆଲୋକପାତ କରିଥିଲେ। ନେତାଜୀ ଭାରତକୁ ନେଇ ଦେଖିଥିବା ସ୍ୱପ୍ନ ଓ ଭାରତର ଅଗ୍ରଗତି ସମ୍ପର୍କରେ ଅତିଥିମାନେ ମତ ରଖିଥିଲେ। ଏହି ଉପଲକ୍ଷେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ନେତାଜୀଙ୍କ ସ୍ୱପ୍ନ ଓ ଆଜିର ଭାରତ ବିଷୟରେ ଏକ ବକ୍ତୃତା ଓ ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଆଜିର ସଭାରେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଉପଦେଷ୍ଟା ପ୍ରତାପ ଚନ୍ଦ୍ର ମିଶ୍ର ସଭାପତିତ୍ୱ କରିଥିବା ବେଳେ ଦିଲ୍ଲୀପ କୁମାର ଜେନା ସମ୍ପାଦକୀୟ ବିବରଣୀ ପଠନ ଓ ଧନ୍ୟବାଦ ପ୍ରଦାନ କରିଥିଲେ। ସଙ୍ଗୀତ ନିର୍ଦ୍ଦେଶକ ମୁନା ମହାନ୍ତି, ବିରଜା ପ୍ରସାଦ ସର, ନିହାର ରଞ୍ଜନ ପତି ବିଚାରକ ଭାବେ ଯୋଗ ଦେଇଥିଲେ। ଏଥିରେ ଅନୁଷ୍ଠାନ ପକ୍ଷରୁ ସଭାପତି ଦେବେନ୍ଦ୍ର ଓଝା, କାର୍ଯ୍ୟକାରୀ ସଭାପତି ସୁଶାନ୍ତ କୁମାର ଜେନା, ଉପସଭାପତି ସୁଧୀର କୁମାର ମିଶ୍ର, ସହସମ୍ପାଦକ ଦିଲ୍ଲୀପ କୁମାର ଓଝା, କର୍ମକର୍ତ୍ତା ପବିତ୍ର କୁମାର ଓଝା, ନଗେନ କୁମାର ସ୍ୱାଇଁ, ଅମୃତ କୁମାର ସ୍ୱାଇଁ, କାମଦେବ ଜେନା, ସୌମ୍ୟରଞ୍ଜନ ସ୍ୱାଇଁ, ସୁଧାକର ସ୍ୱାଇଁ, କୈଳାସ ସ୍ୱାଇଁ, ସୁଶୀଲ କୁମାର ସର ପ୍ରମୁଖ ସହଯୋଗ କରିଥିଲେ। ବ୍ୟୁରୋ ରିପୋର୍ଟ, ସନ୍ଧାନ ନ୍ୟୁଜ୍। ଜନ୍ମଦିନରେ ଏଠାରେ ଅନୁଷ୍ଠିତ ହେଉଥିବା ଦୀର୍ଘ 14 ବର୍ଷ ଧରି ଲୁଲୁବାବୁଙ୍କ ଉଦ୍ୟମ ଏବଂ ଅନ୍ୟ ପିଲାମାନଙ୍କ ସାହାଯ୍ୟ ସହଯୋଗରେ ଏ ଅନୁଷ୍ଠାନଟି ମୋ ଦେଖିବା ଭିତରେ କ୍ରମଶଃ ଅଗ୍ରଗତି କରିକି ଚାଲିଛି। ସେଥିପାଇଁ ଆଜି ଲୁଲୁବାବୁ କହୁଥିଲି ଯେ ଜାଗାଟା ଆଉ ଟିକେ ଅଧିକ ବଡ଼ ହେବା ଦରକାର, କାରଣ ମୋର ବିଚାରଟା ପ୍ରତିବର୍ଷ ଅପେକ୍ଷା ଏ ବର୍ଷ ଗତ ବର୍ଷମାନଙ୍କ ଅପେକ୍ଷା ଏ ବର୍ଷ ଅଧିକ ପିଲା ଯୋଗ ଦେଇଛନ୍ତି ଏବଂ କ୍ରମଶଃ ଏହା ଯେହେତୁ ଆମ ଧର୍ମଶାଳା ଅଞ୍ଚଳରେ କୌଣସି ଜାଗାରେ ନେତାଜୀଙ୍କ ବିଷୟରେ ପିଲାମାନଙ୍କୁ କିଛି ସୂଚନା ଦିଆଯାଉ ନାହିଁ ବା ସେ ପ୍ରକାର କାର୍ଯ୍ୟକ୍ରମ ନିଆଯାଉ ନାହିଁ, ତେଣୁ ଏ କ୍ଷେତ୍ରରେ ଏ ଦୃଷ୍ଟିରୁ ଜଗସାପାଟଣାରେ ଏ ପିଲାମାନଙ୍କ ଦ୍ୱାରା କରାଯାଇଥିବା ଏ ଅନୁଷ୍ଠାନଟି ଅନ୍ତତଃ ମୋ ବିଚାରରେ ଏହା ଏକ ଅନନ୍ୟ। ମୁଁ ଧର୍ମଶାଳା ମହାବିଦ୍ୟାଳୟର ଅବସରପ୍ରାପ୍ତ ଇତିହାସ ବିଭାଗର ମୁଖ୍ୟ ଓ ପ୍ରାଧ୍ୟାପକ ଶ୍ରୀଯୁକ୍ତ ରାଧାଶ୍ୟାମ ସାହୁ ଦୀର୍ଘ 35 ବର୍ଷ କାଳ ଧର୍ମଶାଳା ମହାବିଦ୍ୟାଳୟରେ ଅଧ୍ୟାପନ କାର୍ଯ୍ୟ ସମାପ୍ତ କରି ବିଭିନ୍ନ ସାରସ୍ୱତ ଅନୁଷ୍ଠାନ ଯଥା ଧର୍ମଶାଳା ସାହିତ୍ୟ ସମାଜ। ସାର୍ ଆଜି ଯୋଉ ପାଳନ କରା ହଉଛି ସେ କାହିଁ, ତାର ଉଦ୍ଦେଶ୍ୟ କଣ ରହୁଛି? ଏହାର ଉଦ୍ଦେଶ୍ୟ ହଉଛି ଆମର ଦେଶର ବରପୁତ୍ର ମାନଙ୍କର ତ୍ୟାଗ ଏବଂ ବଳିଦାନ ଆମ ଦେଶକୁ କିଭଳି ଗରିୟାନ କରିଛନ୍ତି ଏବଂ ଏ ଗରିୟାନ କରିବା ଦିଗରେ ଆଜିର ଯେଉଁ ଦିବସ ମହାନ ଦେଶଭକ୍ତ ଅନନ୍ୟ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ବୋଷଙ୍କର ଜନ୍ମ ଜୟନ୍ତୀ ଉତ୍ସବ ଅବସରରେ ଏ ଜଗତପାଟଣା ଗ୍ରାମର ଯୁବ ବନ୍ଧୁମାନଙ୍କର ନିରନ୍ତର ପ୍ରୟାସ ଫଳରେ ଦୀର୍ଘ 14 ବର୍ଷ ଧରି ଦେଶର ମହାନ ସ୍ୱାଧୀନତା ସଂଗ୍ରାମୀମାନଙ୍କର ତ୍ୟାଗପୂତ ଜୀବନୀ ଓ ଆଦର୍ଶ ଚିନ୍ତାଧାରାକୁ ବାର୍ତ୍ତାକୁ ପ୍ରସାର କରି ଯୁବଗୋଷ୍ଠୀକୁ ଅନୁପ୍ରାଣିତ କରିବାରେ ସେମାନେ ଏବଂ ଆମ ଦେଶ ମାତୃକାର ଅସ୍ମିତା ଏବଂ ସ୍ୱାଭିମାନକୁ ଆମେ ବୃଦ୍ଧି କରିବା ପାଇଁ ଯେଉଁ ପ୍ରୟାସ କରିଛନ୍ତି ସେଥିପାଇଁ ମୁଁ ସେମାନଙ୍କୁ ମୋର ଅନ୍ତରର ଗଭୀରତମ ପ୍ରଦେଶରୁ ସାଧୁବାଦ ଏବଂ କୃତଜ୍ଞତା ଜ୍ଞାପନ କରୁଛି। ଗଣେଶ ତ୍ରିପାଠୀ,
ଅଲ୍ ଇଣ୍ଡିଆ ଡିଏସ୍ଓ ନ୍ୟାସନାଲ ଏକ୍ଜିକ୍ୟୁଟିଭ ମେମ୍ବର। ସ୍ୱାଧୀନତା ସଂଗ୍ରାମୀ ସ୍ମୃତି ସଂସ୍ଥା ଆନୁକୂଲ୍ୟରେ ସାରା ବିଶ୍ୱର କ୍ରାନ୍ତିକାରୀ ନେତା, ଓଡ଼ିଶା ମାଟିର ଗର୍ବ ଗୌରବ, ଯୋଗ୍ୟ ସନ୍ତାନ ନେତାଜୀ ସୁଭାଷ ବୋଷଙ୍କ ଜୟନ୍ତୀ ଆଜି ଆପଣ ଏଠି ପାଳନ କରୁଛନ୍ତି। ସେ ସମ୍ପର୍କରେ ଆପଣ କ'ଣ ମତ ରଖିବେ? ଦେଖନ୍ତୁ, ସମସ୍ତେ ନେତା ଥିଲେ, ସେ କିନ୍ତୁ ଥିଲେ ନେତାଜୀ। ଭାରତବର୍ଷରେ ତାଙ୍କୁ କୁହାଯାଏ ଆପୋଷହୀନର ନେତା। ଆପୋଷହୀନ ମାନେ ବ୍ରିଟିଶ କି ସେ ଯେମିତି ଭୟ କରୁନଥିଲେ, କମ୍ପ୍ରମାଇଜ କରୁନଥିଲେ, ସେମିତି ଜାତି ପ୍ରଥା, ଧର୍ମ, ସାମ୍ପ୍ରଦାୟିକତା ଏବଂ ନାରୀ ପୁରୁଷର ଭେଦଭାବ, ସମାଜରେ ଅସ୍ପୃଶ୍ୟତା, ଏହା ବିରୁଦ୍ଧରେ ମଧ୍ୟ ସେ ସ୍ୱର ଉତ୍ତୋଳନ କରିଛନ୍ତି, କମ୍ପ୍ରମାଇଜ କରିନାହାନ୍ତି। ଏଥିପାଇଁ ତାଙ୍କୁ କୁହାଯାଏ ଆପୋଷହୀନ ନେତା। ଆଜିର ବିଶେଷ ପରିସ୍ଥିତିରେ ଭାରତବର୍ଷରେ ସ୍ୱାଧୀନତାର 75 ବର୍ଷ ପରେ ଯେଉଁ ସବୁ ସମସ୍ୟା ରହିଛି ଦେଶ ଭିତରେ, ଏବେ ବି ସାମ୍ପ୍ରଦାୟିକତା ଉତ୍ତେଜନା ରହିଛି, ଧର୍ମକୁ କେନ୍ଦ୍ର କରି ରାଜନୀତି ହେଉଛି। ନେତାଜୀ ଧର୍ମର ଉର୍ଦ୍ଧ୍ୱରେ ଥିଲେ, ରାଜନୀତିଟାକୁ ଧର୍ମଠାରୁ ଅଲଗା ରଖିବା ପାଇଁ ତାଙ୍କର ବକ୍ତବ୍ୟ ଥିଲା। ଏବଂ ନେତାଜୀ ଚାହିଁଥିଲେ ଯେ ଯେଉଁମାନେ 90% ସାଧାରଣ ମଣିଷ, ଖଟିକିଆ ମଣିଷ, ସେମାନେ ଏ ଦେଶର ଶାସନ ଡୋରି ଧରନ୍ତୁ ଏବଂ ସେମାନଙ୍କର ଅର୍ଥନୈତିକ ବିକାଶ ହେଲେ ତାକୁ ଦେଶର ବିକାଶ କୁହାଯିବ। ଶତକଡ଼ା ଦେଶର 10% ଲୋକଙ୍କର ଅର୍ଥନୈତିକ ବିକାଶଟାକୁ ତାକୁ ଜିଡିପିରେ ଦର୍ଶେଇକି ଆମେ କହୁଛେ ଦେଶର ବିକାଶ। ନେତାଜୀ କିନ୍ତୁ ତାର ଓଲଟା କହୁଥିଲେ। ଏଇ ଜାଗାରେ ଆଜି ନେତାଜୀ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆମେ ଯେତେବେଳେ ନେତାଜୀଙ୍କ ଜୟନ୍ତୀ ପାଳନ କରୁଛେ, ସେତେବେଳେ ନେତାଜୀଙ୍କ ସ୍ୱପ୍ନକୁ ବର୍ତ୍ତମାନ ପୂରଣ କରାଯାଉଛି ନା ସ୍ୱପ୍ନକୁ ପୂରଣ ନ କରିବା ପାଇଁ ସବୁ ପ୍ରକାର ଚେଷ୍ଟା କରାହେଉଛି, ସେଇଟା ହେଉଛି ଚିନ୍ତାର ବିଷୟ। ଯଦି ଆମେ ନେତାଜୀଙ୍କୁ ପ୍ରକୃତରେ ସମ୍ମାନ ଦଉଛେ, ଅନ୍ତରରୁ ଭଲ ପାଉଛେ, ତାହେଲେ ନେତାଜୀଙ୍କର ଯେଉଁ ବକ୍ତବ୍ୟ, ଯେଉଁ ସ୍ୱପ୍ନ, ତାକୁ 1-2 କରିକି ଆମକୁ ପୂରଣ କରିବାକୁ ପଡ଼ିବ। ତାହା ହିଁ ହେବ ପ୍ରକୃତ ସମ୍ମାନ। ତାକୁ ପୂରଣ ନ କରି ଯେଉଁ ବର୍ତ୍ତମାନ ସୋସାଇଟିରେ ଚାଲିଛି, ବହୁ ବଡ଼ ବଡ଼ ନେତା, ବଡ଼ ବଡ଼ ବ୍ୟୁରୋକ୍ରାଟ ମାନେ ନେତାଜୀଙ୍କ ଉପରେ ପୁଷ୍ପମାଳ ଦର୍ଶନ ମାନେ ଦଉଛନ୍ତି, ସେପଟରେ ଆଦିବାସୀ ଜମି ଛଡ଼େଇ ନେଉଛନ୍ତି, ଲୋକଙ୍କ ଘର ଦ୍ୱାରକୁ ଭାଙ୍ଗି ଦଉଛନ୍ତି, ଛୋଟ ଛୋଟ ଦୋକାନୀ କି ଉଚ୍ଛେଦ କରୁଛନ୍ତି। ନେତାଜୀ ଏଇଟା ଚାହିଁନଥିଲେ। ନେତାଜୀଙ୍କ ପ୍ରତି ସମ୍ମାନ ହେବ ଯେତେବେଳେ ସାଧାରଣ ଲୋକଙ୍କର ଅର୍ଥନୈତିକ ବିକାଶ ହେବ। ଦେଶରେ ଧନୀ ଦରିଦ୍ର ଭିତରେ ପାର୍ଥକ୍ୟ ଅନେକ କମିଯିବା ଦରକାର, କିନ୍ତୁ ବର୍ତ୍ତମାନ ବଢ଼ି ବଢ଼ି ଚାଲିଛି। ଏଇ ଜାଗାରେ ଆଜି ନେତାଜୀ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଟିକେ ପରିଚୟ ଦେଲେ। ମୁଁ ପ୍ରତାପ ଚନ୍ଦ୍ର ମିଶ୍ର, ଓଡ଼ିଶା ହାଇକୋର୍ଟର ଯୁବ ଆଇନଜୀବୀ। ଏହି ଅନୁଷ୍ଠାନଟିକୁ ଆମେ 2011 ମସିହା ନୂଆ ବର୍ଷ ଦିନ ତିଆରି କରିଥିଲୁ, ସ୍ୱାଧୀନତା ସଂଗ୍ରାମୀ ସ୍ମୃତି ସଂସଦର ପ୍ରତିଷ୍ଠାତା ହିସାବରେ। ଆଜି ଏହି ବର୍ଷଟିକୁ 14 ବର୍ଷ ଧରିକି ଆମେ ନେତାଜୀ ଜୟନ୍ତୀ ପାଳନ କରୁଛୁ। ଆମ ଗାଁରେ ଛାତ୍ରଛାତ୍ରୀ ତଥା ଯୁବକ ଯୁବତୀ ଏବଂ ଗ୍ରାମବାସୀ ଏବଂ ସମଗ୍ର ଭାରତୀୟ ବର୍ଷର ମନରେ ଆଜି ନେତାଜୀ ଅଛନ୍ତି। ନେତାଜୀ ଯେଉଁ ତାଙ୍କର ତ୍ୟାଗପୂତ ଜୀବନ ବଳିଦାନ କରିଥିଲେ ଦେଶ ପାଇଁ, ସମଗ୍ର ଜୀବନ ICS ପରୀକ୍ଷାରେ 4th ଗ୍ରେଡ୍ ପାଇଥିଲେ ମଧ୍ୟ ତାକୁ ମାନେ ପଦାଘାତ କରିକି ଆଜି ଦେଶ ପାଇଁ, ଜାତି ପାଇଁ, ଦେଶର ସ୍ୱାଧୀନତା ପାଇଁ ଲଢ଼େଇ କରିଥିଲେ, ଆଜାଦି ଫୌଜ ଗଠନ କରିଥିଲେ, ଇଂରେଜକୁ ବିଦାୟ କରିକିରି ଗୋଟେ ସମଗ୍ର ଭାରତଟାରେ ଗୋଟେ ସମାନତା ଆସିବ, ଗୋଟେ ଭାଇଚାରା ସୃଷ୍ଟି ହେବ, ନାରୀ ପୁରୁଷ ଭିତରେ କୌଣସି ଅସମାନତା ରହିବ ନାହିଁ। ଏଇସବୁ ଯେଉଁ ସ୍ୱପ୍ନ ଦେଖିଥିଲେ ତାହା ଆଜି ପୂରଣ ହୋଇନାହିଁ। ସେହି ପୂରଣ କରିବା ଉଦ୍ଦେଶ୍ୟରେ ନେତାଜୀଙ୍କର ସ୍ମୃତିଚାରଣ କରିବା ପାଇଁ ଆଜି ଏହି ଅନୁଷ୍ଠାନଟି ଛାତ୍ରଛାତ୍ରୀ ମାନଙ୍କ ଭିତରେ ପିଲାଟି ଦିନରୁ ଯଦି ଦେଶପ୍ରେମର ଭାବନା ଜାଗ୍ରତ ହୁଏ, ଆମର ଏଇ ଯେଉଁ ପ୍ରୟାସଟି ଆମର ସଫଳ ହେବ। ସେଥିପାଇଁ ଆମର ପ୍ରୟାସ କରୁଛୁ, ଡିବେଟ୍ ଏବଂ ଜାତୀୟତାବୋଧକ ସଙ୍ଗୀତ ଆମେ କମ୍ପିଟିସନ୍ କରୁଛୁ। ଏବଂ ଏଇ ଯେଉଁ କମ୍ପିଟିସନରେ ଯେଉଁ ଭାଗ ନେଇଛନ୍ତି, ଆଜି ବହୁତ ପିଲାମାନେ ଓଜସ୍ୱୀ ଭାଷଣ ଦେଇଛନ୍ତି ଏବଂ ନେତାଜୀଙ୍କ ଉପରେ କହିଛନ୍ତି। ଆମର ଆଶା ଭରସା ଆଗାମୀ ଦିନରେ ଆହୁରି ଅଧିକ କ୍ଲାସ୍ ପିଲାଙ୍କୁ ଏଥିରେ ସାମିଲ କରାଇବୁ ଏବଂ ତାଙ୍କ ଭିତରେ ଦେଶପ୍ରେମ ଭାବନା ଜାଗ୍ରତ ହେଇକିରି ସେମାନେ ନେତାଜୀ ଯେଉଁ ରାସ୍ତାରେ ତାଙ୍କୁ ସଂଗ୍ରାମ କରିଯାଇଛନ୍ତି, ସେଇ ରାସ୍ତାରେ ସେ ନିଜକୁ ଗଢ଼ି ତୋଳିଲେ ଆମର ଏଇ ଅନୁଷ୍ଠାନର ଯେଉଁ ପ୍ରୟାସ ଆମେ କରୁଛୁ ତାହା ସଫଳ ହେବ। जदि आपंक आम भिडी भल लगा तेब आम चैनल को लाइक, शेयर और सब्सक्राइब करने को जमा भी भूलु नहीं।